ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାରେ ଶିଳ୍ପାୟନର ଚିତ୍ର ଯେତିକି ବିକଶିତ, ଏହାର ଅନ୍ୟପଟେ ଗରିବ ଓ ଅସହାୟ ପରିବାରର ଦୁର୍ଦ୍ଦଶାର ଚିତ୍ର ମଧ୍ୟ ସେତିକି ଚିନ୍ତାଜନକ। ଦାନଗଦି ବ୍ଲକ ଅନ୍ତର୍ଗତ ଚିତ୍ରି ପଞ୍ଚାୟତର 1 ନମ୍ବର ୱାର୍ଡ ଟୋଲକାନି ଗ୍ରାମର ଭରତ ଚନ୍ଦ୍ର ପୃଷ୍ଟିଙ୍କ ପରିବାର ଏହାର ଏକ ଜ୍ୱଳନ୍ତ ଉଦାହରଣ। ଟୋଲକାନି ଗାଁ ମଝିରେ ବଡ଼ ବଡ଼ ଅଟ୍ଟାଳିକା ଛିଡ଼ା ହୋଇଥିବା ବେଳେ ଭରତଙ୍କ ପରିବାର ଏକ ଭଙ୍ଗା ଦଦରା ଓ ଜରିପାଲ ଘେରା ଘରେ ଜୀବନ ବିତାଉଛନ୍ତି। ଆଉ ଘରର ଛପର ଅବସ୍ଥା ଏପରି ଯେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ରତାରା ଦେଖାଯାଉଛି। ଘର ଉପରେ ଘାସଲତା ମାଡ଼ି ଯାଉଥିବା ବେଳେ ଅସରାଏ ବର୍ଷା ହେଲେ ଘର ଭିତରେ ପାଣି ପଶି ଲହଡ଼ି ମାରୁଛି। ଏଭଳି ବିପଦ ସଂକୁଳ ଘର ଯେକୌଣସି ସମୟରେ ଭୁଶୁଡ଼ି ପଡ଼ି ପରିବାରର ଜୀବନ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ତଥାପି ଏହି ଘରେ 4 ଜଣ ପରିବାର ସଦସ୍ୟ ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି। ବୃଦ୍ଧ ଭରତ ଚନ୍ଦ୍ର ମୂଲ ମଜୁରୀ କରି ପରିବାର ପ୍ରତିପୋଷଣ କରୁଛନ୍ତି। 2 ଓଳି ଦାନା ଯୋଗାଡ଼ କରିବା ଯେଉଁଠି ତାଙ୍କ ପାଇଁ କଷ୍ଟକର, ସେଠାରେ ଘର ମରାମତି କରିବା ତାଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ଭରତଙ୍କ ଅଭିଯୋଗ ଅନୁସାରେ ଆବାସ ଯୋଜନାରେ ଘର ପାଇବା ପାଇଁ ସେ ଯୋଗ୍ୟ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘର ମିଳିନାହିଁ। ଏନେଇ ସେ ବାରମ୍ବାର ଆବେଦନ କରିବା ସହ ପ୍ରଶାସନ ଓ ଲୋକପ୍ରତିନିଧିଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ ସୁଫଳ ମିଳୁନଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏହି ଅସହାୟ ପରିବାରକୁ ତୁରନ୍ତ ଏକ ସୁରକ୍ଷିତ ଆବାସ ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ଶିଳ୍ପ ସମୃଦ୍ଧ ଅଞ୍ଚଳରେ ଏଭଳି ପରିବାର ଭଙ୍ଗା ଘରେ ଜୀବନ ବିତାଉଥିବା ଘଟଣା ପ୍ରଶାସନର ବିକାଶମୂଳକ ଯୋଜନାର ବାସ୍ତବ ଚିତ୍ର ଉପରେ ପ୍ରଶ୍ନ ଉଠାଇଛି। ତେବେ ଭରତଙ୍କ ପରିବାର ଦୁଃଖ ପ୍ରତି ପ୍ରଶାସନ କେବେ ଦୃଷ୍ଟି ଦେବ ଏବଂ କେବେ ମିଳିବ ସେମାନଙ୍କୁ ଏକ ସୁରକ୍ଷିତ ଘର, ତାକୁ ହିଁ ଅପେକ୍ଷା। ବ୍ୟୁରୋ ରିପୋର୍ଟ, ମହାଗିରି ନ୍ୟୁଜ୍।